ଆଜ୍ଞା ବହୁତ ଲୋକ ଆକ୍ରମଣ କରିସାରିଲେଣି। ମୁଁ ଆଜି ଆସିଥିଲି ହନୁ ଡେଇଁ ପଡିକିନି ମତେ କାମୁଡି ଦେଲା ଆଉ ଆଜ୍ଞା। ଆଜ୍ଞା ଗୁଡଟା ପାଦଟା ଯୋଉ ଦାନ୍ତ 3ଟା ପଶି ଯାଇଛି ଆଉ। ଆଜ୍ଞା ମୁଁ ବିଦାରି ହେଇକିନି ହେଲି ଯୋଉଠୁ ଲୋକ 2 ଜଣ ସେ ବାଡି ଠେକା ଧରି ଆଇଲାକୁ ଏଠୁ ଘୁଚିକିନି ଗଲା ଏଇ ଜାଗେ ବସିଲା। ଏଠୁ ମତେ କହିଲେ ଘାସ ପକେଇବ ସାଗର ପୁଅ ତମେ ଧର ଆମେ ମୁଣ୍ଡେଇ ଦେବୁ ତମେ ଧରି ଯାଅ। ମୁଁ ରକ୍ତ ଖେଳି ଖେଳି ମାଡି ଯାଉଛି। ମୁଁ ମୁଣ୍ଡେଇକିରି ଘରକୁ ଧରି ଆସିଲି ଆଉ। ଉତ୍ପାତ କରୁଛନ୍ତି ଆଜ୍ଞା, ବହୁତ ଉତ୍ପାତ କରୁଛନ୍ତି। ଗାଁରେ ହାତୀ ଏବଂ ହନୁଙ୍କର ଉତ୍ପାତ ସକାଶେ ଗାଁର ଲୋକ ଭୟଭୀତ। କେତେବେଳେ ହାତୀ ଆତଙ୍କିତ ଆଟାକ୍ କରୁଛି ତ କେତେବେଳେ ହନୁ ମାନେ ଚାଷ ଜମିକି ଚାଷ ତ କରିବା ଦୂରର କଥା, ଜମିକି ହିଁ ଚାଷୀ ଯାଇପାରୁନାହାନ୍ତି। ତ ଏଇ ନେଇ ଆମେ ଚାଷୀ ସଂଘ ତରଫରୁ ଫରେଷ୍ଟ ଡିପାର୍ଟମେଣ୍ଟକୁ ଯେତେ ଅଭିଯୋଗ କଲେ ମଧ୍ୟ ନା ସେ ହାତୀକି ଘୋଡ଼େଇ ପାରୁଛନ୍ତି ନା ହନୁଟାକୁ ବି ସେ ଏଠୁ ବିଦାୟ କରିପାରୁନାହାନ୍ତି। ହନୁ ଏବେ ପାଗଳ ହେଇକି ମାନେ ଚାଷୀମାନଙ୍କୁ ଚାଷୀ ବିଲ ଜମିକି ଯିବେ, ଜମିକି ଗଲା ମାନେ ସେ ଅନେକ ଚାଷୀକୁ ଆକ୍ରମଣ କରିକି ଆହତ କରିସାରିଲାଣି। ଆମେ ଚାହୁଁଛୁ ବନ ବିଭାଗ ତାର ସଠିକ ପଦକ୍ଷେପ ନେଇକି ଏ ହନୁକୁ ଆଉ ହାତୀକୁ ଆମ ଗାଁରୁ ବିଦାୟ କଲେ ଚାଷୀ ଏରିଆ ଚାଷୀ ଠିକସେ ଚାଷ କରିପାରିବେ। ନଚେତ ଆମେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବୁ।